ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠାକୁ ବର୍ଷେ 50 କ୍ୱିଣ୍ଟାଲ ଫୁଲରେ ଝଲସୁଛି ମନ୍ଦିର। ମହାଅଭିଷେକ କରିବେ ସିଏମ୍ ଯୋଗୀ। ଅଯୋଧ୍ୟାର ଭବ୍ୟ ଏବଂ ଦିବ୍ୟ ରାମ ମନ୍ଦିରରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠାକୁ ବର୍ଷେ ପୂରଣ ହୋଇଛି। ଗତବର୍ଷ ଜାନୁଆରୀ 22 ତାରିଖରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ହୋଇଥିଲା। ପୂର୍ବ ବର୍ଷ ମୁହୂର୍ତ୍ତ ଅନୁସାରେ ଚଳିତ ବର୍ଷ ଜାନୁଆରୀ 11 ତାରିଖରେ ପ୍ରତିଷ୍ଠା ଦ୍ୱାଦଶୀ ଉତ୍ସବ ପଡ଼ୁଥିବାରୁ ରାମ ମନ୍ଦିରରେ ଭବ୍ୟ ଆୟୋଜନ ହୋଇଛି। ବିଶ୍ୱାସ ଆଧ୍ୟାତ୍ମିକର ପ୍ରତୀକ ଉତ୍ତରପ୍ରଦେଶରେ ଥିବା ରାମ ମନ୍ଦିର 50 କ୍ୱିଣ୍ଟାଲ ଫୁଲରେ ସଜେଇ ହୋଇଛି। ପ୍ରାଣ ପ୍ରତିଷ୍ଠା ବର୍ଷ ପୂର୍ତ୍ତି ଅବସରରେ ରାମ ମନ୍ଦିରକୁ ଭକ୍ତଙ୍କ ସୁଅ ଛୁଟିଛି। ପ୍ରାଣ ପ୍ରତିଷ୍ଠା ଅବସରରେ ରାମ ମନ୍ଦିରରେ ମହାଅଭିଷେକ କରିବେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଶ୍ରୀରାମ ଜନ୍ମଭୂମି ତୀର୍ଥ ଟ୍ରଷ୍ଟ ପକ୍ଷରୁ ଆଜିଠୁ 13 ତାରିଖ ଯାଏଁ ଉତ୍ସବ ପାଳନ ହେବ। ରାମ ମନ୍ଦିରକୁ 50 କ୍ୱିଣ୍ଟାଲ ଫୁଲରେ ସଜାଯାଇଛି। ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାମଲାଲାଙ୍କ ମହାଅଭିଷେକ କରିବେ। କାର୍ଯ୍ୟକ୍ରମର ଶୁଭାରମ୍ଭ ମଧ୍ୟ କରିବେ। ଏହାପରେ ଅଙ୍ଗଦ ଟୋଲିରୁ ପ୍ରଥମ ଥର ସାଧୁ ସନ୍ଥ ସମାରୋହରେ ସାମିଲ ହେବେ। କାର୍ଯ୍ୟକ୍ରମରେ 2 ଉପମୁଖ୍ୟମନ୍ତ୍ରୀ ସାମିଲ ହେବାର ସମ୍ଭାବନା ରହିଛି। ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ବାର୍ଷିକ ଅବସରରେ 3 ଦିନିଆ କାର୍ଯ୍ୟକ୍ରମ ହେବ। ପ୍ରଥମ ଦିନ ସାଂସ୍କୃତିକ କାର୍ଯ୍ୟକ୍ରମ ହେବ। ସଙ୍ଗୀତ ଓ ସାହିତ୍ୟ ଜଗତର ନାମୀ ଦାମୀ ଲୋକ ସାମିଲ ହେବେ। ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠାର ପ୍ରଥମ ବର୍ଷ ପୂର୍ତ୍ତି ଅବସରରେ ମନ୍ଦିରରେ ଭକ୍ତଙ୍କ ଭିଡ଼ ଲାଗିଛି। ଜୟ ଶ୍ରୀରାମ ନାରାରେ କମ୍ପି ଉଠିଛି ମନ୍ଦିର ପରିସର। ଅଯୋଧ୍ୟାରେ ଭକ୍ତଙ୍କ ମଧ୍ୟରେ ଭବ୍ୟତା ଦିବ୍ୟତା ଦେଖିବାକୁ ମିଳିଛି। ସକାଳ 8ରୁ 40 ଅଧ୍ୟାୟର ଯଜୁର୍ବେଦ ପାଠ ଆରମ୍ଭ ହୋଇଛି। ପୂର୍ବାହ୍ନ 10ଟା ଯାଏଁ ଚାଲିବ। ଏହାପରେ 10ରେ ପ୍ରଭୁ ଶ୍ରୀରାମଙ୍କ ଜଳାଭିଷେକ ହେବ। ବେଦ ମନ୍ତ୍ରରେ କମ୍ପିବ ମନ୍ଦିର ପରିସର। 500 ବର୍ଷ ପରେ ରାମ ମନ୍ଦିର ପ୍ରତିଷ୍ଠା ହୋଇଥିଲା। ଚଳିତ ବର୍ଷ ଗୋଟିଏ ବର୍ଷ ପୂରଣ ହୋଇଛି। ଏନେଇ ଭକ୍ତଙ୍କ ମନରେ ନାହିଁ ନଥିବା ଉତ୍ସାହ। 2024 ଜାନୁଆରୀ 22 ତାରିଖରେ 500 ବର୍ଷର ତପସ୍ୟା ପୂରଣ ହୋଇଥିଲା। କୋଟି କୋଟି ରାମ ଭକ୍ତଙ୍କର ପ୍ରତୀକ୍ଷାର ଅନ୍ତ ଘଟିଥିଲା। ଜନ୍ମଭୂମିକୁ ଫେରିଥିଲେ ପ୍ରଭୁ ରାମଲାଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହାତରେ ପ୍ରାଣ ପ୍ରତିଷ୍ଠା ହୋଇଥିଲା। ଭକ୍ତି ଲୁହରେ ଭିଜିଥିଲେ ରାମ ଭକ୍ତ। ରାମୋତ୍ସବରେ ବିଭୋର ହୋଇଥିଲେ ଦେଶବାସୀ। ପ୍ରାଣ ପ୍ରତିଷ୍ଠା ବର୍ଷେ ପୂର୍ତ୍ତି ଅବସରରେ ମଧ୍ୟ ରାମ ଭକ୍ତଙ୍କ ମଧ୍ୟରେ ସମାନ ଉତ୍ସାହ ଦେଖିବାକୁ ମିଳିଛି।